ଆମର ବ୍ୟାଟେରୀ ବନାଇଲା ବେଳେ ସଦାବେଳେ ଦୁଇଟା ଜିନିଷରେ ମନେ ରଖିବା ବ୍ୟାଟେରୀ ଖାସ୍ କରି ଆମେ ପ୍ୟାକ୍ ବନାଇଲା ବେଳେ ସିରିଜ୍ ଆଉ ପାରାଲାଲ୍ର ବ୍ୟବହାର ହୁଏ। ଆମେ ସଦାବେଳେ ଦେଖିବା ଭୋଲ୍ଟ ଦେଖ ଇଏ ଗୋଟେ ହେଉଛି ଆମର 3.2 ଭୋଲ୍ଟର ଅଛି। ଆକୁ ଯଦି ଆମେ ସିରିଜ୍ କରିନେବା ସିରିଜ୍ କଲାବେଳେ କ'ଣ ହେବ ସିରିଜ୍ରେ ଭୋଲ୍ଟେଜ୍ ବଢ଼ିବ ଆଉ ଆମ୍ପିୟର ସମାନ ରହିବ। ଠିକ୍ ଅଛି, ଦେଖିନେବା ଫାଷ୍ଟ ଦେଖନ୍ତୁ ଏ 3.2 ଭୋଲ୍ଟ ଅଛି। ୟାକୁ ଆମେ ଇଣ୍ଟୁ 5 ମଲ୍ଟିପ୍ଲାଏ କଲେ ଜଣାପଡ଼ିବ ଆମର ହେଲା 3.2 ଇଣ୍ଟୁ 5 ସମାନ ହେଲେ ଏ 16 ଭୋଲ୍ଟ ହେବ। ଠିକ୍ ଅଛି, ଏଥିରେ ଭୋଲ୍ଟ ବଢ଼ିଯିବ ସିରିଜ୍ରେ, କିନ୍ତୁ ଆମ୍ପିୟର ଯେଉଁ ସେମ୍ ଅଛି 15Hର ସେ ଆମ୍ପିୟର ସମାନ ରହିବ। ଦେଖନ୍ତୁ ଏ 15H ଅଛି 15H ଅଛି, କିନ୍ତୁ ସମାନ 15Hର ରହିବ ଆମର ଆମ୍ପିୟରଟା, ଆମ୍ପିୟର ଆୱାର 15 ରହିବ। କିନ୍ତୁ ଯଦି ଆମେ ସେ ସେମ୍ଟାକୁ ପାରାଲାଲ୍କୁ ଯିବା, ପାରାଲାଲ୍ ହେଲେ ଆମର ଏଠି କ'ଣ ରହିବ ଭୋଲ୍ଟେଜ୍ଟା ସମାନ ରହିବ କିନ୍ତୁ ଆମ୍ପିୟରଟା ବଢ଼ିଯିବ। ଏ ଯେଉଁ 3.2 ଅଛି ଆମର ଭୋଲ୍ଟ ହିଁ ସମାନ ରହିବ 3.2 ରହିବ, କିନ୍ତୁ ଆମ୍ପିୟର 15ରେ କୁ ମଲ୍ଟିପ୍ଲାଏ କଲେ ଜଣାପଡ଼ିବ 1 2 3 4 5 ମଲ୍ଟିପ୍ଲାଏ ବାଇ 15କୁ ମଲ୍ଟିପ୍ଲାଏ କଲେ ଇଏ ଆସିବ 75 ଆମ୍ପିୟର। ଯଦି ଆମେ ସିଧାସଳଖ ଯେତେବେଳେ ବ୍ୟାଟେରୀ ପ୍ୟାକ୍ କରିବା ଏଇ ହିସାବରେ କାଉଣ୍ଟ କରିବାକୁ ପଡ଼ିବ। ଯଦି ଆମେ ସିରିଜ୍ରେ ଆମେ କନେକ୍ସନ୍ ନେଲେ ଭୋଲ୍ଟେଜ୍ ବଢ଼ିବ, ଆମ୍ପିୟରଟା ସମାନ ରହିବ। ଯଦି ଆମେ ପାରାଲାଲ୍ରେ କନେକ୍ସନ୍ ନେଲେ ଆମ୍ପିୟରଟା ବଢ଼ିଯିବ, ଭୋଲ୍ଟେଜ୍ଟା ସମାନ ରହିବ। ଠିକ୍ ଅଛି, ସିରିଜ୍ରେ ଭୋଲ୍ଟେଜ୍ ବଢ଼ିବ, ଆମ୍ପିୟରଟା ସମାନ ରହିବ। ପାରାଲାଲ୍ରେ ଭୋଲ୍ଟେଜ୍ଟା ସମାନ ରହିବ, ଆମ୍ପିୟର ବଢ଼ିଯିବ। ଠିକ୍ ଅଛି, ଦେଖନ୍ତୁ ଆମେ ଏଗୁଡ଼ା ସିରିଜ୍ କରିନେଲେ ନା, ଏଠି ଦେଖନ୍ତୁ ସେଇ ସେମ୍ ଅଛି, ଏଠି 16 ଭୋଲ୍ଟ ହେଇଗଲା, କିନ୍ତୁ ସେମ୍ ପାରାଲାଲ୍ରେ ସେମ୍ ଅଛି, ଭୋଲ୍ଟଟା ସମାନ ରହିବ କିନ୍ତୁ ଆମ୍ପିୟର ବଢ଼ିଯିବ। ଆମେ ଯଦି ସେଇ ହିସାବରେ ସଜାଇ ନେବା ଆମର ଯେତିକି ରିକ୍ୱାରମେଣ୍ଟ ଅଛି ସେଇ ହିସାବରେ ଆମକୁ ବ୍ୟାଟେରୀର କଷ୍ଟମାଇଜ୍ କରିବାକୁ ପଡ଼ିବ। ଠିକ୍ ଅଛି, ଯେତିକି ଭୋଲ୍ଟ ଯେତେବେଳେ ଆବଶ୍ୟକ ପଡ଼େ ସେଇ ହିସାବରେ ଆମର ସିରିଜ୍ ବନେଇକି ସେଇ ହିସାବରେ BMS ଲଗାଇବାକୁ ପଡ଼ିବ। କାହିଁକିନା ସବୁଠାରୁ ବଡ଼ ମାନେ ମେନ୍ ଜିନିଷ ହେଲା ଆମର ଲିଥିୟମ୍ ବ୍ୟାଟେରୀ ପ୍ୟାକ୍ ବନେଇବାରେ BMSର ସିରିଜ୍ କାଲକୁଲେସନ୍ ହେଲା ସବୁଠୁ ବଡ଼ ଜିନିଷ। ଆମେ କେତେ ସିରିଜ୍ରେ ସଜାଇବା ଆଉ କେତେ BMS ଲଗାଇବା, କେତେ ଆମ୍ପିୟରର BMS ଲଗାଇବା। ଆଉ ସଦାବେଳେ ମନେ ରଖନ୍ତୁ ବ୍ୟାଟେରୀ ତିଆରି କଲାବେଳେ ୟାକୁ କେବେ ସୋଲ୍ଡରିଂ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି କାରଣ ଏଇଠି ଯେଉଁ ହିଟ୍ ଜେନେରେଟ୍ ହେବ ଯାହାକି ଆମର ବ୍ୟାଟେରୀ ପାଇଁ ଖରାପ, ତା'ର ଲାଇଫ୍ ଉପରେ ପ୍ରଭାବ ପକାଇ ପାରିବ, ମଧ୍ୟ ବ୍ଲାଷ୍ଟ ବି ହୋଇପାରେ। ଯଦି ଏଠି ଆମର ନେଗେଟିଭ୍ ପଜିଟିଭ୍ ଟଚ୍ ହେଲା, ହିଟ୍ ହେଲା ପରେ ସେ ବ୍ଲାଷ୍ଟ ମଧ୍ୟ କରିପାରେ। ତେଣୁକରି ଆମେ ସୋଲ୍ଡରିଂ କରି କେବେ ବ୍ୟାଟେରୀ ପ୍ୟାକ୍ ବନାଇବାକୁ ଜମାରୁ ଚେଷ୍ଟା କରିବାନି। ଯଦି ବ୍ୟାଟେରୀ ପ୍ୟାକ୍ ବନାଇବାର ଅଛି ତା'ର ପ୍ରପର୍ ସିଷ୍ଟମ୍ରେ ଆମେ ଏଠି ଆମର ଇନ୍ସୁଲେସନ୍ ଆସୁଛି ପଟି ଟାଇପ୍ର ଛୋଟ ଛୋଟ ରାଉଣ୍ଡ ରିଙ୍ଗ୍, ଦେଖନ୍ତୁ ଏଇଠି ଅଛି ଆମର ଏଇ ଟାଇପ୍ର ରିଙ୍ଗ୍, ୟାକୁ ଦେଇ ସଜେଇ ଟୋଟାଲ୍ ପ୍ରୋଟେକ୍ସନ୍ ଦେଇ ହିଁ ଆମେ ଯଦି କରିବାର ଅଛି କରିବା। ଠିକ୍ ଅଛି, ଆଜି ପାଇଁ ଏତିକି, ଥ୍ୟାଙ୍କ ୟୁ।